ଆଚ୍ଛା, ଆଜି ଗୋଟେ କଥା କହିବି। ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଆଶ୍ଚର୍ଯ୍ୟ ହେଲେ ବି ସତ କଥା। ବାପା ମା ପ୍ରକୃତରେ କେତେବେଳେ ଅନ୍ତର ଫଟେଇ କାନ୍ଦନ୍ତି, କେତେବେଳେ କାନ୍ଦନ୍ତି ଆପଣମାନେ ଜାଣିଛନ୍ତି? ଯଦି ଜାଣିନଥିବେ, ଶୁଣି ନଥିବେ, ତାହେଲେ ଶୁଣନ୍ତୁ। ବାପା ଜଣେ ଯେତେ କଠୋର, ଯେତେ ରୁକ୍ଷ ହେଲେ ବି, ଯେତେ ତାଙ୍କର ମାଇଣ୍ଡ ଷ୍ଟ୍ରଙ୍ଗ ଥିଲେ ବି, ଯେତେ ସେ ନିଷ୍ଠୁର ହେଲେ ବି, ସେ କେତେବେଳେ କାନ୍ଦନ୍ତି ଜାଣନ୍ତି? ସେ ଗୋଟେ ଦିନ କାନ୍ଦନ୍ତି ଯେତେବେଳେ ଝିଅ ବିଦା କରନ୍ତି। ସେ ଗୋଟିଏ ଦିନ ସେ ଅନ୍ତରରୁ କାନ୍ଦନ୍ତି, ଅନ୍ତର ଫଟେଇକି କାନ୍ଦନ୍ତି। କାହିଁକି ନା ଝିଅ ତାଙ୍କର ବହୁତ ପ୍ରିୟ। ସବୁ ବାପା ମାନଙ୍କର ଝିଅ ହିଁ ପ୍ରିୟ ଥାନ୍ତି। ସେ ଗୋଟେ ଦିନ ବାପା କାନ୍ଦନ୍ତି। ଆଉ ମା କେତେବେଳେ କାନ୍ଦନ୍ତି ଜାଣିଛନ୍ତି? ମା କାନ୍ଦେ ସେ ପୁଅକୁ ଯେତେ ଲାଳନ ପାଳନ କରିକି ଯେତେ ଗେହ୍ଲାରେ ବଢ଼େଇଥାଏ, ସେ କେବଳ ଗୋଟିଏ ଦିନ କାନ୍ଦେ, ତା ଅନ୍ତରରୁ କାନ୍ଦେ, ଯେତେବେଳେ ପୁଅଟି ବରବେଶ ହେଇ ପାଲିଙ୍କିରେ ବସେ। ସେତିକି ବେଳେ ମାଟି କାନ୍ଦେ କି ମୋ ପୁଅ ଚାବି ଦିଆ କଣ୍ଢେଇ ଭଳି ନାଚିବ ଏବେଠାରୁ। ମୋ ପୁଅ ହାତକୁ ମୋର ଦାୟିତ୍ୱର ଚାବି ମୁଁ ଦେଇଦେଲି। ଯେଉଁ ବୋହୂଟି ଆଣିବ ମା, ସେ ବୋହୂଟିକୁ ଯେଉଁ ପୁଅ ଯାଉଛି ଆଣିବାକୁ, ସିଏ ହେଉଛି ଦାୟିତ୍ୱର ଚାବି, ପୁଅ ଦାୟିତ୍ୱର ଚାବି। ସେ ମା ଭାବେ ସେତିକି ବେଳେ ମୁଁ ଯେତେ ଗେହ୍ଲା କରିଥିଲି ମୋ ପୁଅକୁ, ମୋ ପୁଅର ଦାୟିତ୍ୱ ମୁଁ ଯେତେ ନେଇଥିଲି ତାର ଜନ୍ମରୁ ଏପର୍ଯ୍ୟନ୍ତ, ସେ ଦାୟିତ୍ୱ ମୋର ଆଜିଠାରୁ ଚାଲିଗଲା, ମୋ ହାତରୁ ସେ ଦାୟିତ୍ୱ ଚାଲିଗଲା। କେତେବେଳେ? ଯେତେବେଳେ ପୁଅଟି ବରବେଶ ହେଇକି ପାଲିଙ୍କିରେ ବସୁଛି, ସେତିକି ବେଳେ ମାଆର ସବୁ କଥା, ପୁଅର ସବୁ କଥା ମାଆର ମନେ ପଡ଼ିଯାଏ। ଛୋଟବେଳୁ ଜନ୍ମରୁ ବାହା ହେଲା ପର୍ଯ୍ୟନ୍ତ ସବୁ କଥା ମାଆର ଗୋଟି ଗୋଟି କରି ମନେ ପଡ଼ିଯାଏ। ଯେତେବେଳେ ପୁଅ ଘରକୁ ପଶେ, ସେତେବେଳେ ମା ଖୋଜୁଥାଏ। ସବୁବେଳେ ମା ହିଁ ତାର ଆଖି, ମା ହିଁ ତାର ଜ୍ୟୋତି, ମା ହିଁ ତାର ଜୀବନ ସବୁବେଳେ ଥାଏ। ଘରକୁ ପଶିଲେ ମା, ଖାଇବାକୁ ଭୋକ ହେଲେ କହିବ ମା ଦେ ମୋତେ ଖାଇବାକୁ, ପାଣି ପିଇବାକୁ ଶୋଷ ହେଲେ ପାଣି ମାଗିବ ମାଆକୁ। ଯଦି ଗୋଡ଼ ଟିକେ ବିନ୍ଧିଲା, ମାଆକୁ କହିବ ମା ଲୋ ଗୋଡ଼ ଟିକେ ମୋଡ଼ି ଦେ, ଗୋଡ଼ ଟିକେ ଘଷି ଦେ। ମୁଣ୍ଡ ଯଦି ବିନ୍ଧିଲା, ବୋଉ ତୁ ଟିକେ ମୋ ମୁଣ୍ଡରେ ଟିକେ ମେଥପ୍ଲସ୍ ଲଗେଇ ଦେ, ମୋ ମୁଣ୍ଡ ବିନ୍ଧୁଛି, ମେଥପ୍ଲସ୍ ଟିକେ ଲଗେଇ ଦେ। ତେଣୁ ମା ତାର ଜୀବନ ଥାଏ, ପୁଅଟି ବି ମାଆର ଜୀବନ। ଯେତେବେଳେ ବର ହେଇଯିବ, ସେତିକି ବେଳେ ଯେତେବେଳେ ବୋହୂ ଆଣିବ, ତାର ସବୁ ଦାୟିତ୍ୱ ମାଆର ସରିଗଲା। ସେ ମାଆକୁ ଡାକିବା ବଦଳରେ ସ୍ତ୍ରୀକୁ ଡାକିବ। ଯଦି ସ୍ତ୍ରୀକୁ ନ ଡାକିବ, ସ୍ତ୍ରୀ ମନ ଦୁଃଖ କରିବ। ମାଆକୁ ଯଦି ସବୁବେଳେ ଡାକିବ, ତାହେଲେ ସ୍ତ୍ରୀ କହିବନି ମୋତେ କାହିଁକି ଆଣୁଥିଲା ଇଏ, ଯଦି ତା ମା ପାଖରେ ସବୁବେଳେ କାମ, ମୋତେ କାହିଁ ଆଣୁଥିଲା। ତେଣୁ ପୁଅର ଇଚ୍ଛା ଥିଲେ ବି ମା ପାଖରେ ସବୁ କଥା କହିବାକୁ, ସେ କିନ୍ତୁ କହିବନି, ମାଆକୁ ସବୁବେଳେ ଡାକିବନି। ତାର ଦାୟିତ୍ୱ, ତା କର୍ତ୍ତବ୍ୟ ସେ କରିଚାଲିବ। ତେଣିକି ମା ମନରେ ଦୁଃଖ ହେଲେ ବି ମା ବୁଝିବ, ମୋର ସଂସାରଟା ମୋ ପୁଅ ବୋହୂର ସଂସାର। ମୋର ଯେତେବେଳେ ମୋ ପୁଅ ଯେତେବେଳେ ମୋ ପାଖରେ ଥିଲା, ବୋହୂ ଆଣିନଥିଲା, ସେତେବେଳେ ମୋର ଦାୟିତ୍ୱ ଥିଲା। ଯେତେବେଳେ ବୋହୂ ଆଣିଲା, ସେତେବେଳେ ମୋ ଦାୟିତ୍ୱ ଦୂରେଇ ଦେଲି। ତେଣୁ ମା ବି ଚାହିଁବ ମୋ ପୁଅ ବୋହୂ ହସଖୁସିରେ ରୁହନ୍ତୁ, ତାଙ୍କ ସଂସାର ସଜାଡ଼ି ହେଇକି ରହୁ। ସେଇଟା ହେଲା ମାଆର ଗର୍ବ, ମାଆର ସୁଖ, ମାଆର ଶାନ୍ତି। ଯେଉଁ ଘରେ ଯେଉଁ ପୁଅ ବୋହୂ ଭଲ ଥିବେ, ଭଲରେ ଚଳୁଥିବେ, ସେଇଠି ମା ଖୁସି ଥାଏ, ସେଇଠି ମା ହସୁଥାଏ, ସେଇଠି ବାପା ବି ହସୁଥାଏ। ଯେଉଁ ଝିଅ ଶାଶୁ ଘରେ ବହୁତ ଭଲରେ ଥାଏ, ସ୍ୱାମୀ ସହିତ ଘର କରିଥାଏ, ଆଉ ସ୍ୱାମୀ ସହିତ ଭଲରେ ଥାଏ, ସେଠି ବାପା ସବୁବେଳେ, ବାପା ମନରେ ଭଲ ଥାଏ, ବାପା ମନରେ ଖୁସି ଥାଏ, କି ବାପା ଭାବୁଥାଏ ଯାହା ହଉ ମୋ ଝିଅ ସବୁବେଳେ ଭଲରେ ଅଛି, ମୋ ଝିଅ ଖୁସିରେ ଅଛି। ତେଣୁ ବାପା ମା ସବୁବେଳେ ପୁଅ ଝିଅଙ୍କର ଭଲ ହିଁ ଚାହାନ୍ତି, ଆଉ ତାଙ୍କର ଅନ୍ତର ସହିତ ଖୁସିରେ ରୁହନ୍ତି। ଯେଉଁଠି ପୁଅ ବୋହୂ ଆଉ ଝିଅ ଜ୍ୱାଇଁ ଭଲରେ ଥାନ୍ତି, ସେଠି ବାପା ମା ବହୁତ ଭଲରେ ଆନନ୍ଦରେ ରୁହନ୍ତି।